ହ୍ୟାଲୋ ସାଙ୍ଗମାନେ ଜୟ ଜଗନ୍ନାଥ ମୁଁ ସୋମ ଆପଣମାନଙ୍କ ପାଇଁ ନେଇ ଆସିଛି ପୁଣି ଗୋଟେ ନ୍ୟୁ ମିନି ବ୍ଲଗ୍। ହଁ ସାଙ୍ଗମାନେ ତ ଆଜି ହେଉଛି ଫ୍ୟାମିଲି ବ୍ଲଗ୍। ଯେହେତୁ ମୁଁ ସୋନାଲି ମାମା ବାବା ତ ଯେହେତୁ ଭୁବନେଶ୍ୱରରେ ଅଛନ୍ତି ସେ ଆସିପାରିନାହାନ୍ତି, ତ ଆମେ 3 ଜଣ ଯାକ ବାହାରିଗଲୁ ଚିକୁନଙ୍କ ଘରକୁ। ଯେହେତୁ ଚିକୁନଙ୍କ ଭଉଣୀଙ୍କର ଆଜି ଏନଗେଜମେଣ୍ଟ ମତଲବ ପୂଜା ଦିଦିଙ୍କର ଆଜି ଏନଗେଜମେଣ୍ଟ ଅଛି। ତ ଦିଦି କହିଥିଲେ ଦିଦିଙ୍କର ଇଚ୍ଛା ଥିଲା ସବୁ ତମଠୁ ମେକଅପ୍ ନେବା ପାଇଁ। ତ ଦିଦିଙ୍କର ଏଠି ମେକଅପ୍ ଷ୍ଟାର୍ଟ କରିଥିଲି ଆଉ ଦିଦିଙ୍କର ଅଲମୋଷ୍ଟ ମେକଅପ୍ କମ୍ପ୍ଲିଟ୍। ଦିଦି ପଚାରିଲେ ଦିଦି କେମିତି ଲାଗୁଛି, ଦିଦି କହିଲେ ମୁଁ ପୁରା ଖୁସି ଅଛି ମେକଅପ୍ରେ ସବୁ। ଦେନ୍ ଏଇଠି ଦିଦିଙ୍କର ଅଲମୋଷ୍ଟ ମେକଅପ୍ ସରିଯାଇଛି। ତ ଆପଣମାନେ ଦେଖନ୍ତୁ କେମିତି କ'ଣ ଲାଗିଲା ମୋତେ ସିଓର କହିବେ। ଯଦି ଭଲ ଲାଗିଥିଲେ ମୋତେ ୟେସ୍ କହିବେ, ତ ଭଲ ଲାଗିଥିଲେ ନ କହିବେ। ତ ଅଲମୋଷ୍ଟ ଆସିକି ଆମେ ପହଞ୍ଚିଗଲୁ ମଣ୍ଡାକଠି ଯେଉଁ ତାଙ୍କ ମଣ୍ଡପ ପାଖରେ। ତ ଏଠି ଦିଦି ଜିଜୁଙ୍କର ଏଣ୍ଟ୍ରି ଷ୍ଟାର୍ଟ ହେଲା ଆଉ ଚିକୁନ ବହୁତ ବଢ଼ିଆ ଡେକୋରେଟ୍ ବାଲାକୁ ହାୟାର କରିଥିଲି ଯେଉଁଟାକି ବହୁତ ସୁନ୍ଦର ଭାବେ ସଜାଡ଼ିଥିଲେ। ତ ଘରେ ଗୋଟେ ପୁଅ ହେବାଟା ବହୁତ ଟେନସନ୍ ଯେଉଁଟାକି ମୁଁ ଫିଲ୍ କରେ, କିନ୍ତୁ ଘରେ ଗୋଟେ ପୁଅ ମୁଁ। ତ ଏଇଠି ବାରମ୍ବାର ରିପିଟ୍ ହେଉଥିଲା ଯେହେତୁ ଭିଡ଼ିଓ ସର୍ଟ ଯାଉଥିଲା, ତ ଏଠି ବାରମ୍ବାର ତାଙ୍କର ଭିଡ଼ିଓ ରିପିଟ୍ ହେଉଥିଲା ଯେଉଁଟାକି ବହୁତ ସୁନ୍ଦର ଦେଖାଯାଉଥିଲା ଦୁଇ ଜଣ ଯାକ। ତ ଏଠି ରିଙ୍ଗ ପ୍ଲେଟ୍ ବି ରେଡ଼ି, ମତଲବ ତାଙ୍କର ଦୁଇ ଜଣଙ୍କର ରିଙ୍ଗ ପ୍ଲେଟ୍ ରେଡ଼ି। ତ ଏଠି ଝିଅ ଘର ତରଫରୁ ଆମ ସୋନାଲି, ପୁଅ ଘର ତରଫରୁ ତାଙ୍କ ଜଣେ ଝିଅ। ତ ଦୁଇ ଜଣ ଯାକ ମିଶିକି ବାହାରି ଗଲେ ରିଙ୍ଗ ଦେବା ପାଇଁ। ଏଇଠି ତ ତାଙ୍କର ଭିଡ଼ିଓ ସର୍ଟ ଯାଉଛି ଯେହେତୁ ସୁଟିଂ ଫୁଟିଂ ଆପଣମାନେ ଜାଣିଛନ୍ତି ରିଙ୍ଗ ସେରିମନି ହେବ ପୁଣି ସୁଟିଂ ହେବନି, ଏଇଟା କ'ଣ ହେଇପାରେ କେବେ ବି ନୁହେଁ। ତ ଏଠି ତାଙ୍କର ରିଙ୍ଗ ତାଙ୍କ ପାଖରେ ପହଞ୍ଚିଗଲା, ମାନେ ଦିଦିଙ୍କ ପାଖରେ ଆଉ ଭାଇଙ୍କ ପାଖରେ ତାଙ୍କ ରିଙ୍ଗ ପହଞ୍ଚିଗଲା ଯେଉଁଟାକି ରିପିଟ୍ ଭିଡ଼ିଓ ଯାଉଥିଲା। ଯେଉଁଟା ଜାଣିଛନ୍ତି ଆପଣ ବ୍ୟାକ୍ ସାଇଡ଼୍ରେ କ୍ୟାମେରା ହେଉଛି, କ୍ୟାମେରା ଭିଡ଼ିଓ ନିଆଯାଉଛି। ତ ଫାଇନାଲି ତାଙ୍କ ହାତରେ ସିଏ ଦିଦି ତାଙ୍କ ହଜବେଣ୍ଡଙ୍କ ହାତରେ ରିଙ୍ଗ ପିନ୍ଧି ଦେଇକି ସେ ବହୁତ ଖୁସି। ତ ଆମେ ବି ଯାଉଛୁ ପୁଣି